ଯଦି ଆପଣ ବାଇଗଣ ଆଳୁରେ ଏଇ ଟେଷ୍ଟି ତରକାରୀ ବନାନ୍ତି ନା ସହିତ କିଛି ବି ଆପଣଙ୍କୁ ଦରକାର ପଡ଼ିବନି। ଏଇଟା ରୁଟି, ପରଟା, ପୁରୀ, ଭାତ ସହିତ ସବୁ ସହିତ ଭଲ ଲାଗିବ। ତ ଚାଲନ୍ତୁ ଏଇ ଟେଷ୍ଟି ବାଇଗଣ ଆଳୁ ତରକାରୀର ରେସିପି ଜାଣିବା। ସେଥିପାଇଁ ବାଇଗଣ ଆଳୁକୁ ଏମିତି ଲମ୍ବା ଲମ୍ବା କାଟିଦେବେ ଗୋଟା ଧୋଇକି। ତାପରେ କରେଇରେ ତେଲ ଦେଇଦେବା। ବାଇଗଣ ଆଉ ଆଳୁକୁ ଭଲ ଭାବରେ ଟିକେ ଆମେ ଭାଜିଦେବା। ତ ଆପଣ ଡିପ୍ ଫ୍ରାଏ କରିପାରିବେ କିମ୍ବା ଛାଣି ବି ପାରିପାରିବେ। ତ ଛାଣି ସାରିଲା ପରେ ୟାକୁ ଆମେ ଗୋଟେ ପ୍ଲେଟ୍ରେ ବାହାର କରିଦେବା। ତାପରେ ଆମେ ସେଇ କରେଇରେ ଆଉ ତେଲ ଦେଇଦେବା। ଜିରା, ସୋରିଷ, ବିରି ଡାଲି, ଭୃଷଙ୍ଗ ପତ୍ର ଏସବୁ ଭଲ ଭାବରେ ଫୁଟି ସାରିଲା ପରେ ପିଆଜ ଏଡ୍ କରିଦେବା। ପିଆଜକୁ ଟିକେ ଭାଜି ସାରିଲା ପରେ ରସୁଣ ଅଦା ପେଷ୍ଟ ଦେବା। ଆପଣ ଚାହିଁଲେ ଛେଚିକି ମଧ୍ୟ ରସୁଣ ଅଦା ଦେଇପାରିବେ। ତାପରେ ଟମାଟୋ ଦେଇଦେବା। ତାପରେ ତା ଉପରେ ଲୁଣ ଦେଇଦେବା ଆଉ ଗୁଣ୍ଡ ମସଲା ଦେଇଦେବା। ମାନେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କାଶ୍ମୀର ରେଡ୍ ଚିଲି ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର ଦେଲା ପରେ ବାଇଗଣ ଆଳୁକୁ ମସଲା ସହିତ ଭଲ ଭାବରେ କଷିଦେବା। ତାପରେ ଏଥିରେ ଗରମ ପାଣି ଏଡ୍ କରିଦେବା। ତାପରେ ପରିବାଟି ଭଲ ଭାବରେ ସିଝିଗଲା ପରେ ସେଥିରେ ଦେଇଦେବା କରି ପାଉଡ଼ର ଆଉ ଦେଇଦେବା ଧନିଆ ପତ୍ର। ମୋ ପ୍ରସ୍ତୁତ ହେଇଗଲା ବାଇଗଣ ଆଳୁଟା ଟେଷ୍ଟି ତରକାରୀ।